नमस्कार जय जगन्नाथ वेलकम टू माय यूट्यूब चैनल टॉक नाउ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୋ ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ କ'ଣ ଜାଣିଛନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହିତ ରଥରେ ଅନ୍ୟ କେଉଁମାନେ ବିରାଜମାନ କରନ୍ତି? ଅନ୍ୟ କେଉଁ ଦେବତାମାନେ କେଉଁମାନେ ରହିଥାନ୍ତି ଆପଣ କ'ଣ ଜାଣିଛନ୍ତି କି? ତେବେ ଦର୍ଶକ ବନ୍ଧୁ, ଯଦି ଆପଣ এই ବିଷୟ ଜାଣିନାହାନ୍ତି ତେବେ এই ଭିଡ଼ିଓଟି ଆପଣମାନଙ୍କ ପାଇଁ। এই ଭିଡ଼ିଓଟିକୁ ସ୍କିପ୍ କରନ୍ତୁ ନାହିଁ, ଭିଡ଼ିଓଟିକୁ ଆରମ୍ଭ ଶେଷ ଯାଏଁ ଦେଖନ୍ତୁ, ତାହେଲେ ଯାଇକି ଆପଣ এই ଭିଡ଼ିଓଟା ବୁଝିପାରିବେ ଏବଂ ମୋ ଭିଡ଼ିଓର ସାରାଂଶକୁ ବୁଝିପାରିବେ। ଆପଣ ଏ କଥା ଶିଖିପାରିବେ, ଯାହାଫଳରେ ଆପଣଙ୍କୁ ଯଦି এই ବିଷୟରେ କିଏ ପଚାରେ ଆପଣ ତାର ଉତ୍ତର ମଧ୍ୟ ଦେଇପାରିବେ। ତେବେ ଦର୍ଶକ ବନ୍ଧୁ, ମୁଁ କିଛି ବି ଅନାବଶ୍ୟକ କଥା କହିବିନି, ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତେବେ ମୋ ସହିତ ଏମିତି ହିଁ ଯୋଡ଼ି ରୁହନ୍ତୁ, ଭିଡ଼ିଓଟି ଆରମ୍ଭ ଶେଷ ଯାଏଁ ଦେଖନ୍ତୁ। ତେବେ ଦର୍ଶକ ବନ୍ଧୁ, ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ତିନି ରଥରେ ଚତୁର୍ଥ ମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ବିରାଜମାନ କରିଥାନ୍ତି। ତେବେ ଏମାନଙ୍କ ସହିତ ପ୍ରତ୍ୟେକ ରଥରେ ନିର୍ଦ୍ଦିଷ୍ଟ ପାର୍ଶ୍ୱ ଦେବଦେବୀ, ସାରଥୀ ଏବଂ ଅଶ୍ୱ ବା ଅଶ୍ୱ ଯାହାକୁ ଘୋଡ଼ା ମଧ୍ୟ କହିଥାନ୍ତି, ଘୋଡ଼ା ମଧ୍ୟ ରହିଥାନ୍ତି, ଅଶ୍ୱ ମଧ୍ୟ ରହିଥାନ୍ତି। ତେବେ ତେବେ ଦର୍ଶକ ବନ୍ଧୁ, ଏହା ବିଷୟରେ ମୁଁ ଆମକୁ ସବିଶେଷରେ ବର୍ଣ୍ଣନା କରି ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ମୁଁ ଆପଣଙ୍କୁ ଦେବି। ତେବେ ଦର୍ଶକ ବନ୍ଧୁ, ଆମେ ଆରମ୍ଭ କରିବା ଆମ ବଡ଼ ଠାକୁରଙ୍କଠୁ ଆରମ୍ଭ କରିବା, ତାଳଧ୍ୱଜ ରଥରୁ ଆରମ୍ଭ କରିବା, ପ୍ରଭୁ ବଳଭଦ୍ରଙ୍କ ରଥଙ୍କ ଠାରୁ। ଏହାର ମୁଖ୍ୟ ଦେବତା ହେଉଛନ୍ତି ରଥ ଉପରେ ପ୍ରଭୁ ବଳଭଦ୍ର ନିଜେ ବିରାଜମାନ କରିଥାନ୍ତି। ତେବେ ଏହି ରଥର ସାରଥୀ ହେଉଛି ଦାରୁକ। ରଥର ଅଶ୍ୱ ହେଉଛି ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ। ମୁଁ କହିଦେଉଛି ଆଉ ଥରେ, ରଥର ପ୍ରଭୁ ବଳଭଦ୍ରଙ୍କର ଯେଉଁ ତାଳଧ୍ୱଜ ରଥ ଅଛି, ସେଇ ତାଳଧ୍ୱଜ ରଥର ସାରଥୀ ହେଉଛନ୍ତି ଦାରୁକ। ଏହି ରଥର ଅଶ୍ୱ ହେଉଛନ୍ତି ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ। ତେବେ ଏହି ରଥର ପାର୍ଶ୍ୱ ଦେବଦେବୀ ହେଉଛନ୍ତି ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପ୍ରଳମ୍ବରୀ, ହଳାୟୁଧ, ମୃତ୍ୟୁଞ୍ଜୟ, ନାଟେଶ୍ୱର, ମୁକୁନ୍ଦ ଓ ଶେଷଦେବ। ତେବେ ଦର୍ଶକ ବନ୍ଧୁ, ବଳଭଦ୍ର ହେଉଛନ୍ତି ସୃଷ୍ଟିର ସ୍ଥିତି ଏବଂ ଶକ୍ତିର ପ୍ରତୀକ। ତେଣୁ ତାଙ୍କୁ ରକ୍ଷା କରିବା ଏବଂ ସୃଷ୍ଟିର ସନ୍ତୁଳନ ରଖିବା ପାଇଁ ଏହି ଶୈବ ଓ ଶାକ୍ତ ଦେବତାମାନେ ତାଙ୍କ ରଥରେ ପାର୍ଶ୍ୱ ଦେବତା ଭାବେ ରହିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଆପଣ ବୁଝିପାରିଥିବେ ପ୍ରଭୁ ବଳଭଦ୍ର ରଥରେ କେଉଁମାନେ ରହିଥାନ୍ତି ଏବଂ କାହିଁକି ରହିଥାନ୍ତି, ଆପଣ ଏକଥା ବୁଝିପାରିଥିବେ। ତେବେ ଦର୍ଶକ ବନ୍ଧୁ, ତାପରେ ଆମେ ଯିବା ଦେବଦଳନ ବା ଦର୍ପଦଳନ ରଥ ଉପରେ। ଏହି ରଥରେ ପ୍ରମୁଖ ମୁଖ୍ୟ ଦେବତା ହେଉଛନ୍ତି ମାତା ସୁଭଦ୍ରା। ଏହି ରଥରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନ ବିରାଜମାନ କରିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଏହି ରଥର ସାରଥୀ ହେଉଛନ୍ତି ଅର୍ଜୁନ। ଏହି ଦେବଦଳନ ବା ଦର୍ପଦଳନ ରଥର ଅଶ୍ୱ ହେଉଛି ରଚିକା, ମୋଚିକା, ଜିତା ଓ ଅପରାଜିତା। ମୁଁ ଆଉ ଥରେ କହିଦେଉଛି, ରଥର ଅଶ୍ୱ ହେଉଛନ୍ତି ରୋଚିକା, ମୋଚିକା, ଜିତା ଓ ଅପରାଜିତା। ତେବେ ଏହାର ପାର୍ଶ୍ୱ ଦେବଦେବୀ ହେଉଛନ୍ତି ଚାମୁଣ୍ଡା, ମଙ୍ଗଳା, ବିମଳା, ବରାହୀ, ବନଦୁର୍ଗା, ଶୂଳିଦୁର୍ଗା, ଉଗ୍ରତାରା, ହରଚଣ୍ଡୀ ଓ କାତ୍ୟାୟନୀ। ତେବେ ଦର୍ଶକ ବନ୍ଧୁ, କାହିଁକି ଏମାନେ ରହିଛନ୍ତି ନା ଦେବୀ ସୁଭଦ୍ରା ହେଉଛନ୍ତି ଆଦିଶକ୍ତିଙ୍କ ସ୍ୱରୂପ। ତେଣୁ ତାଙ୍କ ରଥକୁ ନବଦୁର୍ଗା ବା ଅଷ୍ଟଶକ୍ତି ପାର୍ଶ୍ୱ ଦେବୀ ଭାବେ ଚତୁର୍ଦିଗରୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେବେ କେଉଁମାନେ ଆପଣ ଜାଣିଦେଲେ, ଚାମୁଣ୍ଡା, ମଙ୍ଗଳା, ବିମଳା, ବରାହୀ, ବନଦୁର୍ଗା, ଶୂଳିଦୁର୍ଗା, ଉଗ୍ରତାରା, ହରଚଣ୍ଡୀ ଓ ଏବଂ କାତ୍ୟାୟନୀ। ତେବେ ଦର୍ଶକ ବନ୍ଧୁ, ଆମେ ଆସିବା ଆମର ତୃତୀୟ ରଥ ଉପରେ, ଯାହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥ ଉପରେ ଆସିବା। ଏହାର ମୁଖ୍ୟ ଦେବତା ହେଉଛନ୍ତି ରଥ ଉପରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଏବଂ ମଦନ ମୋହନ ବିରାଜମାନ କରନ୍ତି। ଏହି ରଥର ସାରଥୀ ହେଉଛନ୍ତି ମାତଳି। ଏହି ରଥର ଅଶ୍ୱ ହେଉଛି ଶଙ୍ଖ, ସୁଶଙ୍ଖ, ଶ୍ୱେତ ଓ ବଳାହକ। ମୁଁ ପୁଣି ଥରେ କହିଦେଉଛି, ଏହି ରଥର ସାରଥୀ ହେଉଛନ୍ତି ମାତଳି। ଏହି ରଥର ଅଶ୍ୱ ହେଉଛନ୍ତି ଶଙ୍ଖ, ସୁଶଙ୍ଖ, ଶ୍ୱେତ ଓ ବଳାହକ। ତେବେ ଦର୍ଶକ ବନ୍ଧୁ, ଏହି ରଥର ପାର୍ଶ୍ୱ ଦେବଦେବୀ କେଉଁମାନେ ଅଛନ୍ତି? ତେବେ ମୁଁ କହିଦେବାକୁ ଚାହୁଁଛି, ବରାହ, ନୃସିଂହ, ରାମ, ନାରାୟଣ, ହନୁମାନ, ରୁଦ୍ର, ବ୍ରହ୍ମା, ଲକ୍ଷ୍ମଣ ଓ ଚିନ୍ତାମଣି କୃଷ୍ଣ। ମୁଁ ପୁଣି ଥରେ କହିଦେଉଛି, ବରାହ, ନୃସିଂହ, ରାମ, ନାରାୟଣ, ହନୁମାନ, ରୁଦ୍ର, ବ୍ରହ୍ମା, ଲକ୍ଷ୍ମଣ ଓ ଚିନ୍ତାମଣି କୃଷ୍ଣ। ତେବେ ଏମାନଙ୍କ ରହିବାର କାରଣ କ'ଣ ନା ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ପରବ୍ରହ୍ମ ଏବଂ ବିଷ୍ଣୁଙ୍କ ଅବତାର। ତାଙ୍କ ରଥରେ ଥିବା ପାର୍ଶ୍ୱ ଦେବତାମାନେ ତାଙ୍କର ବିଭିନ୍ନ ଅବତାର ଓ ଶକ୍ତିକୁ ପ୍ରଦର୍ଶନ କରନ୍ତି। ବ୍ରହ୍ମା ଏବଂ ରୁଦ୍ରଙ୍କ ଭଳି ଦେବତାମାନେ ଜଗନ୍ନାଥଙ୍କ ଯାତ୍ରା ସମୟରେ ତାଙ୍କର ସ୍ତୁତି ଓ ସେବା କରିବା ପାଇଁ ରଥରେ ଅବସ୍ଥାନ କରନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଦର୍ଶକ ବନ୍ଧୁ, ଆପଣ ଏବେ ବୁଝିପାରିଥିବେ ଯେଉଁ ଚତୁର୍ଥ ମୂର୍ତ୍ତି ଯେଉଁ ଅଛନ୍ତି, ଏମାନଙ୍କୁ ଯେଉଁ ରଥରେ କେଉଁ ଠାକୁରମାନେ ବା କେଉଁମାନେ ବିରାଜମାନ କରନ୍ତି ଏବଂ କାହିଁକି ବିରାଜମାନ କରନ୍ତି, ଆପଣ ତାର କାରଣ ବୁଝିପାରିଥିବେ। ତେବେ ଦର୍ଶକ ବନ୍ଧୁ, ମୁଁ ଭିଡ଼ିଓଟି ଏତିକି ରଖୁଛି। ଯଦି ମୋ ଭିଡ଼ିଓଟି ଭଲ ଲାଗିଲା ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଥ୍ୟାଙ୍କ ୟୁ। ଏବଂ ମୋର ସବୁ ଭିଡ଼ିଓ ଦେଖନ୍ତୁ, ମୋ ଭିଡ଼ିଓ ବହୁତ ଇନଫର୍ମେଟିଭ୍ ଭିଡ଼ିଓ ସବୁ ଅଛି, ତ ଆପଣ ମୋ ଭିଡ଼ିଓକୁ ନିଶ୍ଚୟ ଭିଜିଟ୍ କରନ୍ତୁ ଏବଂ ୱାଚ୍ କରନ୍ତୁ। ତେବେ ଦର୍ଶକ ବନ୍ଧୁ, ରହୁଛି। ଧନ୍ୟବାଦ।